ମୁଁ ତତେ ଚ୍ୟାଲେଞ୍ଜ ଦେଉଛି, ତୁ ମୋତେ ଚ୍ୟାଲେଞ୍ଜ ଦେଲେ ମୁଁ ପୂରଣ କରିବିନି। ଗୋଟାଏ ପତ୍ର ଟେଷ୍ଟ କରିବା। ଆଜିର ଏକ ନୂଆ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ କରୁଛି। ହଁ, ଆପଣଙ୍କ ସବୁ କେମିତି ଅଛନ୍ତି? ଭଲ ଅଛନ୍ତି? ସେ ଭଲ ଅଛନ୍ତି। ତ ସାଙ୍ଗମାନେ, ଆଜି ସାଙ୍ଗମାନେ ଶନିବାର, ଆଜି ସକାଳୁ ସକାଳୁ ସାଙ୍ଗମାନେ ମୋର ଟିକେ ମନ ହେଲା କ'ଣ ଚୁଡ଼ା ଖାଇବା ପାଇଁ। ଆଉ ସାଙ୍ଗମାନେ ଚୁଡ଼ା ଆଣିଛି ଏଠି, ତା ସାଙ୍ଗେ ମିକ୍ସଚର। ତ ଖାଲି ଚୁଡ଼ା ସାଙ୍ଗମାନେ ଖାଇବାକୁ ମୋତେ ଭଲ ଲାଗେନି, ତ ଚୁଡ଼ା ସାଙ୍ଗେ ଟିକେ ମିକ୍ସଚର କିମ୍ବା ଭଜା ଭଜା ହେଲେ ମୋତେ ସାଙ୍ଗମାନେ ବଢ଼ିଆ ଲାଗେ ଖାଇବାକୁ। ଆଉ ବହୁତ ସାଙ୍ଗମାନେ ଯାଇଛି ମନ୍ଦିର। ଆଉ ସାଙ୍ଗମାନେ ଆଜି ପାଗ ଦେଖିପାରୁଥିବେ ଟିକେ ପରିବର୍ତ୍ତନ ହେଇଛି। ଆଜି କୁହୁଡ଼ି କ'ଣ ହେଇଛି ସକାଳୁ, ଆଉ କୁହୁଡ଼ି କି ମେଘୁଆ ହେଇଛି ସାଙ୍ଗମାନେ, ମୁଁ ଜାଣିନି। ଆଉ ସାଙ୍ଗମାନେ ଯାଉଛି ଆଗ ଖାଇଦିଏ, ଚୁଡ଼ା ମୋର ବତୁରି ଗଲାଣି। ଆଉ ଯାଉଛି ଖାଇଦିଏ। ଆଉ ତା ପୂର୍ବରୁ ଯେଉଁମାନେ ସବସ୍କ୍ରାଇବ୍ କରୁଛନ୍ତି ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓଟି ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ଖାଇସାରିଲେ ଭିଡ଼ିଓ କଣ୍ଟିନ୍ୟୁ କରିବା। ବୋଉ ବି ଆସିଥିବ ଭାରି ମନ୍ଦିର, କିଏ ଗୋଟେ ମନେ ପକାଉଛି। ସାଙ୍ଗମାନେ ଖାଇସାରିଲି, ଆଉ ବୋଉ ବି ଆସିଲାଣି ସାଙ୍ଗମାନେ ମନ୍ଦିରରୁ। ଆଉ ସାଙ୍ଗମାନେ ଯେଉଁ ମଞ୍ଜା ଦୁଇଟା କାଟିକି ରଖିଥିଲି, ବଡ଼ ବଡ଼ ମଞ୍ଜା, ତ ବୋଉ ସେଇଗୁଡ଼ା କାଟୁଛି। କ'ଣ ବରା ଫରା କରିବ ଆଜି ନା କ'ଣ କରିବୁ? ବରା କରିଦେବି। ଆଜି ରାତିରେ ଭାତ ଖାଇବିନି ଅମାସେ, ମୁଁ କହିଲି ବରା କରିଦେଲେ ମୁଁ ତ ହେଲେ ରାତିରେ ବରା ଦୁଇଟା ଖାଇକି ଶୋଇପଡ଼ିବି। ଆଉ କ'ଣ ଗୋଟାକ ମଞ୍ଜା କାଟିଲୁ ନା ଆଉ ଗୋଟେ ଦେଇଦେଲି, ଦେଇଦେଲୁ? ସେଟା କେତେ ହବ? ତ ଆଉ ଗୋଟେ ସାଙ୍ଗମାନେ ବୋଉ ଦେଇଦେଲାଣି। ଏଇ ଗୋଟାକ ମଞ୍ଜା ଆଜି କ'ଣ ବରା ହେରିକା କରିବ। ଆଜି ସାଙ୍ଗମାନେ କ'ଣ ଅମାବାସ୍ୟା, ତ ସେଥିପାଇଁ ରାତିରେ ବୋଉ ଖାଇବନି, ତ ବରା ଖାଇବ। ଆଉ ଏଇଥିପାଇଁ ସାଙ୍ଗମାନେ କରୁଛୁ ବରା। ଆଉ ଏ କ'ଣ ଚୁନ ଚୁନ ଆଗ ଚକ୍କା କରିକି କାଟିଲା, ତାପରେ ଲୁଣ ପକେଇଦେବି, ଛେଚିଦେବି। ଲୁଣ ପକେଇ ପାଣିକି ପୁରା ବୋହିଗଲାଠୁ ତାପରେ ଧୋଇକି ସିଝେଇଦେବି। ଆଉ ହଉ ତୁ ଯାହା ଇଚ୍ଛା ତୋର କର। ପାଣି ଆଇଲାଣି, ପାଣି ରଖିବୁନି? ଆଉ କ'ଣ କରିବି? ଦେଇକି ଆସିଲି ଭାରି। ଆଉ ଗରମ ସାଙ୍ଗମାନେ ଅଲଗା ପାଖରେ ହେଉଛି। ବୋଉ କହିଲା ଫ୍ୟାନ୍ ଲଗା, ନହେଲେ ମୁଁ ଖାଇପାରିବିନି। ମାନେ ଆଜି ସାଙ୍ଗମାନେ ବୋଉକୁ ଅଧିକ ଗରମ ଲାଗୁଛି। ହଁ ଗରମ ହେଉଛି ବା, ଝାଞ୍ଜି ବାଡ଼ଉଛି। ତ ବୋଉ ସବୁବେଳେ କୁହେ ଫ୍ୟାନ୍ ହିଆଡ଼କୁ ନେ, ଫ୍ୟାନ୍ ହିଆଡ଼କୁ ନେ। ମୋତେ ଭଲ ଲାଗୁନି ଫ୍ୟାନ୍ ପବନ। ଆଜି କିନ୍ତୁ କହୁଛି ଫ୍ୟାନ୍ ଲଗା, ନହେଲେ ଖାଇ ହେବନି। ତ ଏଥିପାଇଁ ଗାଧେଇକି ଆସିକି ଆଗ ଫ୍ୟାନ୍ ଲଗେଇଲି। ଆଉ ତାପରେ ବସୁଛୁ ଖାଇବାକୁ। ଆଜି କ'ଣ ଭାତ, ତା ସାଙ୍ଗେ ବୋଉ ବିଲାତି ଆଜି ରଖିଦେଇଛି। ବିଲାତି, ବାଇଗଣ, ପିଆଜ, ସିଏ ଚକଟା ଚକଟି ଆମର ସବୁବେଳେ ଚାଲିଛି। ତା ସାଙ୍ଗେ ସଜନା ଶାଗ ଆଉ ଛୁଇଁ ଆଳୁ ବୋଦି ସବୁ ମିକ୍ସିଂ ହେଇକି ଗୋଟେ ଭଜା ହେଇଛି। ନା ଅଲଗା ଅଲଗା ବା? ନାଇଁ ଅଲଗା, ମାନେ ଛୁଇଁ ଆଳୁ ଗୋଟେ ଭଜା, ମାନେ ଅଲଗା ଅଲଗା। ହେଁ ମୁଁ ନେଇଯାଇଛି। ହଉ ହଉ ଅଲଗା ଅଲଗା ହଉ, ସେ ଏକାଠି ହଉ, ସେ ଖାଇଲେ ପେଟକୁ ଯିବ। ତ ଓକେ, ଚାଲନ୍ତୁ ଖାଇଦେବା। ଆଜି ସାଙ୍ଗମାନେ ପୁରା ଗରମ ଅଲଗା ପ୍ରକାରିଆ ହେବ। ଆଜି କିନ୍ତୁ ଲାଇନ୍ ନ କଟୁ, ଯାହା ହେଉଛି ହଉ, ଲାଇନ୍ କିନ୍ତୁ ନ କଟୁ। ତ ଚାଲ। ତ ସାଙ୍ଗମାନେ ପୁଣି ଗରମରେ ଆଜି ବସିକି ବୋଉ ଚୁଡ଼ା ଭାଜି ସାରିଲାଣି। ତାପରେ ଏଠୁ ଆସିକି ବଡ଼ି ଭାଜୁଛି। ମାନେ ସାଙ୍ଗମାନେ ମୁଁ ଏଠି ଗରମରେ ଠିଆ ହେଇକି ଭିଡ଼ିଓ କଲାବେଳକୁ ମୋତେ ସାଙ୍ଗମାନେ ଏତେ ଜୋରେ ଗରମ ଲାଗୁଛି। ଆଉ ସାଙ୍ଗମାନେ ବୋଉ ମାନେ ଚୁଡ଼ା ଭାଜିକି ନେଇ ଗଲାଣି, ପୁଣି ବଡ଼ି ଭାଜିବ। ୟା ପରେ ପୁଣି କ'ଣ କଦଳୀ ମଞ୍ଜା ବରା କରିବ। ମାନେ ଭାବୁଥାନ୍ତୁ ବୋଉ ଏଠି ବସିକି କେତେ କ'ଣ ସବୁ କରୁଛି ଏଠି ବସିକି। ନା ଆଉ କ'ଣ କରିବି, ଭାଜିଦେବି। ଏଠି କଦଳୀ ମଞ୍ଜା ବରା କରିବା ପାଇଁ ସବୁ ସିଝେଇକି ଏଠି କାଢ଼ିକି ଥୋଇଲାଣି। ଆଉ ଏଠି ସାଙ୍ଗମାନେ ଦେଖିଥିବେ ଚାଉଳ ବଟା, ତ କରିବ ବରା। ଆଉ ବଡ଼ି ଭାଜି ସାରିଲା ପରେ ବୋଧେ କରିବୁ ନା? ତୋର ଏତିକି ବେଳୁ ସବୁ କରିବାର ଥିଲା ନା, ଏଇ ଖରାରେ। ପୁଣି ଏଇଟା ସାଙ୍ଗମାନେ ଯେଉଁ ବୁଝା ହେଇଯାଇଛି, ପୁଣି ଆହୁରି ସାଙ୍ଗମାନେ ଗରମ ଲାଗୁଛି। ଏଇଟା ଯେତେବେଳେ ଖୋଲା ଥିଲା ସାଙ୍ଗମାନେ ସେତେବେଳେ ଭଲ ଲାଗୁଥିଲା, କିନ୍ତୁ ଏଇନା ସାଙ୍ଗମାନେ ଯେଉଁ ବୁଝା ହେଇଯାଇଛି ଏ ସକାଶେ ବହୁତ ଗରମ ଲାଗୁଛି ନା। ପବନ ଟିକେ ସାଙ୍ଗମାନେ ପାସ୍ ହଉନି। ଫ୍ୟାନ୍ ଆଣିକି ଲଗେଇଦେବି? ନାଇଁ। କାହିଁକି? ନାଇଁ ମ, ଟିକେ ଫ୍ୟାନ୍ ଲଗେଇଲେ ବାଗ। କ'ଣ ବାଗ ହବନି? ଫ୍ୟାନ୍ ନେଲେ ଟିକେ ଥଣ୍ଡା ଲାଗିବ। ଆଉ ଟିକେ ଥଣ୍ଡା ପବନ ବାଡ଼େଇବ। ନାଇଁ କ'ଣ ନାହିଁ ମ, ତୋ ଇଚ୍ଛା। ମୁଁ ସାଙ୍ଗମାନେ କହୁଛି ଫ୍ୟାନ୍ ଲଗେଇଲେ ଟିକେ ଥଣ୍ଡା ପବନ ବାଡ଼େଇବ, ବୋଉ କହୁଛି ନାହିଁ। ଏମିତି କରିବି ବସିକି? କ'ଣ କରିବା? ତ ଚୁଡ଼ା ଭାଜିଛି। କେତେ ଚୁଡ଼ା ଏକରେ ପଡ଼ିଛି, ଏକରେ କେତେ ଚୁଡ଼ା ପଡ଼ିଛି। ଟିକେ ଟିକେ ନା କ'ଣ। ଦେଖନ୍ତୁ ସାଙ୍ଗମାନେ କେତେ ଜୋରେ ଝାଳ ବାହାରୁଛି। ମାନେ ଏଠି ଠିଆ ହିଁ ହେଇ ହଉନି। ବଡ଼ି ହେରିକା ଭାଜି ସାରିଲା ପରେ, ଚୁଡ଼ା ହେରିକା ଭାଜି ସାରିଲା ପରେ ବୋଉ ତାର ପିଠା କରିବା ଆରମ୍ଭ କରିସାରିଲାଣି। ପିଠା ବୋଧେ ସରିବ ନା ସରିନି? ନାଇଁ, ଆଉ ଦିଥର ହବ। ଆହୁରି ଦିଥର? ମାନେ ଆହୁରି ଦିଥର ଏଠି ବସିବୁ ନା? ମାନେ ଦିଥର ମାନେ ଆହୁରି କେତେ, 20 ମିନିଟ୍? ଦିଥର ମାନେ 20 ମିନିଟ୍? 20 ମିନିଟ୍ ହଉ କି 30 ମିନିଟ୍ ହେଲେ, ଯାହା ହେଲେ ଯାଇକି ହବ ନା।
କ'ଣ କରିବ ସାଙ୍ଗମାନେ ଖରାରେ 10 ମିନିଟ୍ ଠିଆ ହେଲେ ମାନେ ଅଲଗା ପ୍ରକାର ଲାଗୁଛି। ବୋ ଆଜି ବୋଧେ 4ଟା ବେଳକୁ ମେଘ ହେବ, କାରଣ ଆକାଶ ପୁରା ଅଲଗା ପ୍ରକାର ଦେଖାଯାଉଛି ଆଜି। ଆଜି 4ଟା ବେଳକୁ ବୋଧେ ମେଘ ହେରିକା ହେବାର ସମ୍ଭାବନା ଅଛି। ଆଜି ପାଗ ଠିକ୍ ଲାଗୁନି, ଆକାଶ ଧଳା ଅଛି ଆଜି। ଧଳା ଅଛି ମାନେ ଆଜି କ'ଣ ଗୋଟେ ହେବ ମେଘ ଫେଘ ବୋଧେ 4ଟା ବେଳକୁ। ମାନେ ବୋଉ ଖାଇଦେଇକି ଦି ପରେ ତ ଯାଇଥିଲା କୁଆଡ଼େ, ଏତେବେଳକୁ ଆଇଲା, ତାକୁ ପଚାରିଲାଠୁ କହୁଛି ମୁଁ ଯାଇଥିଲି ପିତା ଶାଗ ଆଣିବାକୁ। ପିତା ଶାଗ ଆଣିବାକୁ କେଉଁଠିକି ଯାଇଥିଲୁ? ଏଇ ଆମ ହିତା ଘରଠୁ। ସେ ଘର ଠିକି? ହଁ, ଏ ଦୁଆରେ ହେଇଥିଲା ତ। ସେ ଘର ଦୁଆରେ ହେଇଥିଲା ସାଙ୍ଗମାନେ ପିତା ଶାଗ, ବଢ଼ିଆ ପିତା ଶାଗ ହେଇଛି। ଭଲ କଅଁଳିଆ ହେଇଛି ଦେଖୁନୁ, ଫୁଲ ହେଇନି। ଫୁଲ ହେଇଯିବ ଏଥିରେ ଗୋଟେ ଗୋଟାକରେ ହେଇଛି, ନହେଲେ ଏଗୁଡ଼ାକରେ ହେଇନି। ମାନେ ଖାଇ ଦେଇକି ପଳେଇଛୁ ଏତିକି ବେଳୁ? ଉପରକୁ ଉଠୁଛି। କ'ଣ ଉପରକୁ ଉଠୁଛି? ଭାତ। ଭାତ? ପାଣି ପିଇନୁ ଆଉ, ପାଣି ପିଇଲେ ସିନା ହବ। ଆଜି ଟିକେ ଗରମ କମିଛି ନା ଅଧିକ ବଢ଼ିଛି? ବେଶୀ ଲାଗୁଛି ଗରମ ଆଜି, ବେଶୀ ଲାଗୁଛି। ତ ଗାଡ଼ି ସାଙ୍ଗମାନେ ସେଇଠି ଥୋଇ ଦେଇଛି, ଆରାମରେ ତାର ରହୁଛି। ଏଠି ଥୋଇଲାଠୁ ସାଙ୍ଗମାନେ କାକ ରହୁଛି। ସେଠି ଯେଉଁ ବୋତି ଥିଲା, ବୋତି ବୋଉ ସାଇଡ଼୍ କରିଦେଇଛି, ଆଉ ଗାଡ଼ି ନେଇକି ସେଠି ଥୋଉଛି, ଆଉ କାଢ଼ିବାକୁ ହିଁ ପଡ଼ୁନି ନା। ଆଉ କାହିଁ କାଢ଼ିବୁ? ବୋଉ ତ ତାର ଏଇ କରରେ ଯାଉଛି, କାଢ଼ିବାକୁ କ'ଣ ଦରକାର? 100 ଥର କାଢ଼େ ଥୋ, କାଢ଼େ ଥୋ। ଆଜି କ'ଣ ଏତିକି ବେଳୁ ବାଛୁଛୁ? ଆଜି କ'ଣ ଏଇନା କରିବୁ କି କ'ଣ? ସକାଳୁ କରିବି ଯେ, ସକାଳୁ କେତେବେଳେ ବାଛିବି? ଏଇଥିପାଇଁ ଆଜିଠୁ କାମ ଛିଡ଼େଇ ଦେଉଛୁ ଆଉ ନା? ସକାଳୁ ବାଛିବି କେତେବେଳେ, ବାଛି ବୁଛିକି ଧୋଇ ଧାଇକି ଥୋଇ ଦେଇଥିବି, ତାକୁ କାକେରିରେ ଥୋଇଦେବି, ଆଉ ଟିକେ ସକାଳକୁ ଧୋଇଦେବି, ତାପରେ ରାନ୍ଧିବି। ବୋଉଠୁ ସାଙ୍ଗମାନେ କିଛି ଶିଖନ୍ତୁ, ମାନେ କାଲି କାମ ଆଜି କରନ୍ତୁ, ଆଜି କାମ ଏବେ କରନ୍ତୁ ନା, ଏଇ ଫର୍ମୁଲା ଆଉ। ହଁ, ଟିକେ ସକାଳୁ କରିବି ତ, ବାପା ଖାଇବେ। ଓହୋ, ବାପା ଖାଇବା ପାଇଁ ଏଇ ସକାଶେ ଆଜି ବାଛିକି ଥୋଇ ଦେଉଛୁ। ଆଜି ତ ସାଙ୍ଗମାନେ କ'ଣ ହେବନି ଅମାବାସ୍ୟା, ତ ସେଥିପାଇଁ ଆଜି ସାଙ୍ଗମାନେ ବୋଉ ବାଛିକି ଥୋଇ ଦେଉଛି, ଆଉ କାଲି ସକାଳୁ କରିବା, ବାପା ଖାଇକି ଯିବେ ବୋଧେ ଆଉ ନା? ହଉ ଆଉ ରେଡ଼ି ଆଉ। ଏଇଟା ଖାଲି ପିତା ଶାଗ ନା ଘାସ ଫାସ ଅଛି ୟା ଭିତରେ? ଘାସ ଏଇଠି ଏମିତି ଆଉ ବାଛିଲା ଆସିକି ଧୋଇଲା ଆସିକି ଇଏ ଖାଇବୁ ଟିକେ ଘାସ ସବୁ ଖାଆନ୍ତି। ତ ବୋଉକୁ ମଝିରେ ମଝିରେ ଏଇଟା ଚ୍ୟାଲେଞ୍ଜ ସବୁ ଦେଉଛି, ଘାସ କେତେବେଳେ ଖାଇବୁ, ବାଇଗଣ କେତେବେଳେ ଖାଇବୁ, ପତ୍ର ଚାଖିକି କହ, ମଞ୍ଜା ଚାଖିକି କହ, ମାନେ କଞ୍ଚା କଞ୍ଚା କେମିତି କ'ଣ ଲାଗୁଛି? ତୁ ଚାଖୁନୁ ପିତା ଶାଗ କେମିତି ଲାଗୁଛି? ପିତା ଶାଗ ଦେବୁ ଟିକେ ନାକୁ, ଗୋଟେ ପତ୍ର ଦେବୁ ଦେଖିଆ। ଏଇ ଗୋଟେ କଥା, ମୁଁ ଯେତେବେଳେ ମୁଁ ତୋତେ ଚ୍ୟାଲେଞ୍ଜ ଦେଉଛି, ତୁ ମୋତେ ଚ୍ୟାଲେଞ୍ଜ ଦେଲେ ମୁଁ ପୂରଣ କରିବିନି। ଗୋଟାଏ ପତ୍ର ଟେଷ୍ଟ କରିବା। ଭଲ ଲାଗୁଥିବ। ଗୋଟାଏ ପତ୍ର କେତେ ପିତା, ତୋ ସକାଶେ ମୋ ପାଟି ପୁରା ପିତା ହେଇଗଲା। ନାଇଁ ନା, ପିତା ଶାଗ ତୋ ସକାଶେ ମୋ ପାଟି ପୁରା ପିତା। ତୁ ତ କହୁଛୁ ସବୁଥିରେ, ମୋତେ କହୁଛୁ, ଆଉ ତୋତେ କହିବିନି? ହଉ, ମୁଁ ମୋ ଚ୍ୟାଲେଞ୍ଜ ପୂରଣ କରି ପିତା ହଉ ପଛେ ଟିକେ ନାକୁ ଖାଇଦେଲି, ତାପରେ ଫୋପାଡ଼ି ଦେଲି। ଏପର୍ଯ୍ୟନ୍ତ ବି ପାଟି ପିତା ଲାଗୁଛି। ହଉ, କ'ଣ ଖଡ଼ଖଡ଼ ହେଉଛି? ଗୋବରା ଚଢ଼େଇ? ତ ଏଇ ଚଢ଼େଇ ସାଙ୍ଗମାନେ 4ଟା ବେଳ ହେଲେ ମାନେ ଆସିବେ। ଆମେ ଖାଲି ଏଇନା ପିଣ୍ଡାରେ ବଇଛୁ ବୋଲି ଏଇ ଯେଉଁ ଦୁଆରେ ହେଇ ସକାଶେ ଆସୁନାହାନ୍ତି, ନହେଲେ ଦୁଆରେ ବୁଲିବେ। ନହେଲେ ଆସିକି ସାଙ୍ଗମାନେ ଦୁଆରେ ଏଇମାନଙ୍କର ବୁଲିବେ, ଯାହା ପଡ଼ିଥିବ ଖାଇବା ଜିନିଷ ସବୁ ଆସିକି ଖାଇବେ। ଆସନ୍ତୁ ଆଉ, ଗୋଟେ ଖୁସି ଲାଗୁଛି ଦେଖିଲେ। ଏଇ କେମିତିଆ ଦେଖୁନୁ ଘାସ, ସେ କାଳେ ଉଠେଇ ନେଉଛି।